ନମସ୍କାର ବନ୍ଧୁମାନେ, ମୋ ନାଁ ଅଙ୍କିତ, ମୋ ବୟସ 20 ବର୍ଷ। ମୁଁ ଆଜି ଆପଣମାନଙ୍କୁ ଯେଉଁ କାହାଣୀ ଶୁଣାଇବାକୁ ଯାଉଛି, ସେ କାହାଣୀ ହେଉଛି ମୋର ଆଉ ମୋ ମାମୁଁ ଝିଅ ମାନେ ମୋ ଭଉଣୀ ବିଷୟରେ। ମୋତେ ତା ସହ ଏସବୁ କରି ବହୁତ ମଜା ଲାଗିଲା। ଚାଲନ୍ତୁ କାହାଣୀ ଉପରକୁ ଯିବା। ମୋ ମାମୁଁଙ୍କ ଝିଅ ଯେତେବେଳେ 19 ବର୍ଷର ହୋଇଥିଲା, ମୋ ମାମୁଁଙ୍କର ମୃତ୍ୟୁ ହୋଇଗଲା। ସେଥିପାଇଁ ମୋ ମାଇଁଙ୍କର କହିବା ଅନୁସାରେ ମୋ ମାମୁଁ ଝିଅ ଆମ ଘରେ ରହିବା ପାଇଁ ଚାଲି ଆସିଲା। କାରଣ ସେ ଏବେ ଯବାନ ହୋଇଯାଇଥିଲା, ଆଉ ଘରେ ଏକୁଟିଆ ଭୁଆସୁଣୀ ଝିଅ ରହିବ ମୋ ବୋଉକୁ ପସନ୍ଦ ନଥିଲା। ତେଣୁ ସେ ତାକୁ ତା ସହିତ ଆମ ଘରକୁ ନେଇ ଆସିଲା। ତାର ବି +2 ସରିଯାଇଥାଏ। ସେ ଆଉ ପଢ଼ୁନଥିଲା। ତେଣୁ ତାର ଆମ ଘରେ ରହିବାରେ କିଛି ଅସୁବିଧା ହେଲା ନାହିଁ। ସେ ବି ଆମ ସହ ହସ ଖୁସିରେ ରହିବାକୁ ଲାଗିଲା। ସେ ବି ମୋ ବୋଉକୁ ଘର କାମରେ ସବୁଥିରେ ସାହାଯ୍ୟ କରୁଥାଏ। ସେ ବହୁତ କମ୍ ସମୟ ମଧ୍ୟରେ ଆମର ପୁରା ପରିବାର ସହ ମିଶିଗଲା, ଯେଉଁଥିପାଇଁ ସେ ମୋ ସହ ପୁରା କ୍ଲୋଜ୍ ହୋଇକି ମିଶୁଥିଲା। ଗୋଟେ ଦିନ ସେ ତାର ବେଡ୍ରେ ଶୋଇଥିଲା, ଆଉ ସେଦିନ ଘରେ କେହି ନଥିଲେ। ତାର ଦୁଧ ଦୁଇଟା କପଡ଼ା ଭିତରୁ ହାଲକା ହାଲକା ବାହାରକୁ ଦେଖାଯାଉଥିଲା। ତାର ଗୋରା ଗୋରା ଦୁଧ ଦେଖି ମୋର ବାଣ୍ଡ ତୁରନ୍ତ ଠିଆ ହୋଇଗଲା। ବନ୍ଧୁମାନେ, ପ୍ରଥମେ ମୋ ମାମୁଁ ଝିଅ ପ୍ରତି ମୋର ସେମିତି କୌଣସି ଖରାପ ଚିନ୍ତା ନଥିଲା, କାରଣ ସେ ମୋ ସହ ସବୁବେଳେ ଖୋଲି କରି ହସ ମଜା ମସ୍ତି କରୁଥିଲା, ଆଉ ଆମେ ଦୁଇଜଣ ସବୁବେଳେ ଖୁସିରେ ଥାଉ। କିନ୍ତୁ ସେଦିନ ତାକୁ ଏମିତି ଦେଖିବା ପରେ ମୋର ତା ପ୍ରତି ବିଚାର ବଦଳିଗଲା, ଆଉ ତାକୁ ମୁଁ କାମୁକ ନଜରରେ ଘୁରି ଘୁରି ଦେଖିବା ଆରମ୍ଭ କରିଦେଲି। ମୁଁ ଟିକେ ସାହସ କରି ତାର ହାତକୁ ଛୁଇଁଲି। ତାହା ମୋ ପାଇଁ ସବୁଠୁ ଭଲ ଅନୁଭବ ଥିଲା, କାରଣ ମୁଁ ପ୍ରଥମ ଥର ଏକ ଭିନ୍ନ ଫିଲିଂସର ସହ ଏତେ ନରମ ଓ କୋମଳ ହାତକୁ ଛୁଉଁଥିଲି। ମୋତେ ଏବେ ଅନୁଭବ ହେଲା କି ସେ ସେହି ସମୟରେ ଗଭୀର ନିଦରେ ଶୋଇଛି। ପୁଣି ମୁଁ ମନ ଭିତରେ ଆଉ ଟିକେ ଅଧିକ ସାହସ ବାନ୍ଧି ତାର ହାତକୁ ମୋ ହାତରେ ଆଣିକି ଆଉଁସିଲି। ମୁଁ ତା ହାତକୁ ଲଗାତାର ଧୀରେ ଧୀରେ କରି ରଗଡ଼ିବାକୁ ଲାଗିଲି। ମୋତେ ତା ସହ ଏମିତି କରିବାରେ ବହୁତ ମଜା ଆସୁଥିଲା। ମୁଁ ଜାଣିବାକୁ ପାଇଲି ସେ ଶୋଇବା ଭିତରେ ତାର ଅନ୍ୟ ହାତରେ ମୋ ହାତକୁ ଟାଇଟ୍ କରି ଧରି ନେଇଛି। ପୁଣି ମୁଁ ଆଉ ଟିକେ ସାହସ କରି ତାର ଦୁଧକୁ ହାଲକା ଭାବେ ମସାଜ କରିବା ଆରମ୍ଭ କଲି। ତଥାପି ସେ ତାର ଆଖି ଖୋଲିଲା ନାହିଁ, ଆଉ ତାର ନିଶ୍ୱାସ ଆଗ ଅପେକ୍ଷା ବହୁତ ତୀବ୍ର ହୋଇଯାଇଥିଲା, ଆଉ ତାର ଛାତି ବହୁତ ଦ୍ରୁତ ଗତିରେ ଉପରତଳେ ହେଉଥିଲା। ସେଥିପାଇଁ ତାର ଦୁଧ ଆହୁରି ଅଧିକ ମନମୋହକ ଆକର୍ଷଣ ଲାଗୁଥିଲା। ତାପରେ ମୁଁ ତାର କପଡ଼ା ଉପରୁ ତାର ବିଆକୁ ହାଲକା ଭାବରେ ଛୁଇଁଲି, କିନ୍ତୁ ସେ ତଥାପି ଉଠିଲା ନାହିଁ। ଆଉ ମୁଁ ବହୁତ ଭଲ ଭାବେ ବୁଝିଗଲି ଯେ ସେ ବହୁତ ଆଗରୁ ଉଠି ସାରିଛି, କିନ୍ତୁ ସେ ମୋ ଆଗରେ ଶୋଇବାର ନାଟକ କରୁଛି। ଏବେ ମୁଁ ମୋର ବାଣ୍ଡକୁ କପଡ଼ା ଭିତରୁ ବାହାର କଲି ଏବଂ ତା ହାତରେ ରଖି ଆଉଁସିବାକୁ ଲାଗିଲି। ମୋ ବାଣ୍ଡ ତାର କୋମଳ ହାତର ସ୍ପର୍ଶ ପାଇ ହାଲକା ହାଲକା ଝଟକା ମାରୁଥିଲା। ମୋ ବାଣ୍ଡରେ ବହୁତ ଜୋଶ ଆସିଯାଇଥିଲା। କିଛି ସମୟ ତା ହାତ ଦ୍ୱାରା ମୁଠି ମାରିବା ପରେ ମୁଁ ମୋର ବାଣ୍ଡକୁ ନେଇ ସିଧା ତା ପାଟିରେ ପୂରେଇ ଦେଲି। ସେ ସେମିତି ଶୋଇ ରହି ଗୋଟେ ସାଇଡ୍କୁ ପଲଟିଗଲା ଓ ମୋର ବାଣ୍ଡକୁ ତା ପାଟିରୁ ବାହାର କରିଦେଲା। ମୁଁ ମନେ ମନେ ସ୍ଥିର କଲି, ଯାହା ହେବ ଦେଖାଯିବ। ଏହି କଥା ଭାବି ମୁଁ ତାର ସାଲୱାର ଡୋର ଖୋଲିଲି ଏବଂ ତା ସାଲୱାର ସହ ତାର ଚଡ଼ିକୁ ବି ତଳକୁ ଖସେଇ ଦେଲି। ଆଉ ମୁଁ ଯାହା ଦେଖିଲି ତାକୁ ଦେଖି ମୁଁ ମୋର ସବୁ ଜୋଶକୁ ହରେଇ ବସିଲି। ମୁଁ ତା ବିଆକୁ ଦେଖି ବିଲକୁଲ ପୁରା ପାଗଳ ହୋଇଗଲି। ଆଉ ମୁଁ ଦେଖିଲି ତା ବିଆ ପୁରା ଭିଜି ଯାଇଥିଲା। ତାମାନେ ସେ ଏବେ ବି ଫୁଲ ଜୋଶରେ ଅଛି, ଆଉ ତାକୁ ମୋର ଏସବୁ କାର୍ଯ୍ୟ ବହୁତ ଭଲ ଲାଗୁଛି। ତାକୁ ବି ମଜା ଆସୁଥିଲା, ଯେଉଁଥିପାଇଁ ମୋ ଭିତରେ ବହୁତ ସାହସ ଆସିଯାଇଥିଲା, ଆଉ ମୁଁ ଅଟକିବାର ନଥିଲି। ଏବେ ମୁଁ ତାର ବିଆକୁ ଲଗାତାର ଆଉଁସିବାକୁ ଲାଗିଲି, ଯେଉଁଥିପାଇଁ ତାର ନିଶ୍ୱାସ ଆଗ ଅପେକ୍ଷା ବହୁତ ତୀବ୍ର ହୋଇଗଲା। ତାପରେ ମୁଁ ତା ବିଆରେ ମୋର ଗୋଟେ ଆଙ୍ଗୁଳି ପୂରେଇଲି। ସେ ଦରଜ ପାଇଁ ଏକଦମ ତଡ଼ିପି ଉଠିଲା, କିନ୍ତୁ ମୁଁ ମୋର କାମ ଚାଲୁ ରଖିଲି। କିଛି ସମୟ ପର୍ଯ୍ୟନ୍ତ ମୁଁ ମୋର ଆଙ୍ଗୁଳିକୁ ତା ବିଆରେ ଆଗପଛ କରିଲି, ଆଉ ସେ ତା ଆଖି ବନ୍ଦ କରି ଏବେ ବି ଶୋଇବାର ନାଟକ କରୁଥାଏ। ଆଉ ମୁଁ ଠିକ୍ ମୌକା ଦେଖି ମୋର 6 ଇଞ୍ଚର ମୋଟା ବାଣ୍ଡକୁ ତାର କୁଆଁରୀ ବିଆର ଗୋଲାପୀ ପାଖୁଡ଼ା ଉପରେ ରଖି ମୋ ଆଡ଼କୁ ଗୋଟେ ଜୋରରେ ଧକ୍କା ମାରିଲି। ସେ କାରଣରୁ ସେ ଜୋରରେ ଚିହିକି ଉଠିଲା। ମୋ ବାଣ୍ଡ ତା ବିଆ ଭିତରକୁ ଟିକେ ଗଳି ଯାଇଥିଲା, ଆଉ ସେ ତା ପଟୁ ପୁରା ଚେଷ୍ଟା କରୁଥାଏ କି ମୋତେ କେମିତି ତା ଉପରୁ ହଟେଇବା ପାଇଁ। ତଥାପି ସେ ତାର ଆଖି ଖୋଲୁନଥିଲା, କିନ୍ତୁ ତାର ଯନ୍ତ୍ରଣା କାରଣରୁ ସେ ମୋତେ ବିରୋଧ ଜାରି କରୁଥାଏ। ମୁଁ ମୋର ଧ୍ୟାନ ତାର ଯନ୍ତ୍ରଣାରୁ ହଟେଇ ଆଉ ଏକ ଜୋରଦାର ଝଟକା ମାରିଲି।
ଯେଉଁଥିପାଇଁ ମୋର ଅଧା ବାଣ୍ଡ ତା ବିଆକୁ ଚିରି ଭିତରକୁ ଗଳିଗଲା ଆଉ ସେ ଏବେ ବହୁତ ଅଧିକା ହଲଚଲ ହେଉଥିଲା। ଆଉ ମୁଁ ଦେଖି ତାର ବିଆରୁ ଏବେ ରକ୍ତ ବି ବାହାରିବା ଆରମ୍ଭ ହୋଇଯାଇଥିଲା। ଏସବୁ ଦେଖି ମୁଁ ଟିକେ ଡରିଗଲି, କିନ୍ତୁ ସେହି ସମୟରେ ପୁରା ଜୋସ୍ରେ ଥିଲେ, ତେଣୁ ମୁଁ ମୋର ବାଣ୍ଡକୁ ଧୀରେ ଧୀରେ ଆଗପଛ କରିବା ଜାରି ରଖିଲି। ଏମିତି କରି ମୋତେ ବହୁତ ମଜା ଆସୁଥାଏ। ମୋତେ ମୋ ବାଣ୍ଡରେ ତା ବିଆକୁ ରଗଡ଼ିବା ବହୁତ ଖୁସି ଆଣିଦେଉଥିଲା। କିଛି ସମୟ ପରେ ତା ବିଆରୁ ପାଣି ବାହାରିଲା, କିନ୍ତୁ ଏବେ ବି ମୋ କାମ ଅପୂର୍ଣ୍ଣ ଥିଲା। ମୁଁ ମୋ ଆଡ଼କୁ ଟିକେ ଅଧିକ ସ୍ପିଡ଼ରେ ଧକ୍କା ମାରିବା ଆରମ୍ଭ କଲି, ଆଉ ସେଥିପାଇଁ ତାର ପୁରା ଶରୀର ହଲି ଉଠିଲା। ଆଉ ମୁଁ ବହୁତ ଖୁସି ହୋଇ ମୋ ଆଡ଼ୁ ଧକ୍କା ମାରୁଥାଏ। କିନ୍ତୁ କିଛି ସମୟ ଭିତରେ ମୋର ବି ବୀର୍ଯ୍ୟ ବାହାରି ଆସିଲା, ଯେଉଁ କାରଣରୁ ମୁଁ ଗରମ ଥଣ୍ଡା ହେବାକୁ ଲାଗିଲା। ମୁଁ ଥକିଯାଇ କିଛି ସମୟ ପର୍ଯ୍ୟନ୍ତ ଏମିତି ତା ପାଖରେ ପଡ଼ି ରହିଲି। ମୁଁ ତା ଦୁଧ ଉପରେ ମୋର ମୁହଁକୁ ରଖି ଶୋଇଥିଲି ଏବଂ ତାର ଭୁଣ୍ଡିକୁ ହାତରେ ଦଳୁଥିଲି। ମୁଁ ଦେଖିଲି ତାର ନିଶ୍ୱାସ ଏବେ ବହୁତ ସ୍ପିଡ଼ରେ ଚାଲୁଛି, ଆଉ ତାର ଗରମ ନିଶ୍ୱାସ ମୋ ମୁଣ୍ଡରେ ମାଡ଼ ହେଉଥିଲା। କିଛି ସମୟ ପରେ ମୁଁ ଉଠିଲି। ଆଉ ଗୋଟେ କପଡ଼ା ସାହାଯ୍ୟରେ ସେ ବେଡ଼ସିଟ୍ରେ ଲାଗିଥିବା ରକ୍ତକୁ ମୁଁ ମୋର ପୋଛିଲି। କିନ୍ତୁ ଏବେ ସେ ମୋ ଆଗରେ ଶୋଇବାର ନାଟକ କରୁଥିଲା। ସନ୍ଧ୍ୟା 5ଟା ବେଳକୁ ମୁଁ ଯେବେ ଉଠିଲି, ତା ମୁହଁକୁ ଅନେଇ ମୁଁ ତା ସହ କଥା ହେବା ପାଇଁ ମୋର ସାହସ ହେଉନଥିଲା। ସେଥିପାଇଁ ମୁଁ ତା ଆଡ଼କୁ ନ ଦେଖି ମୁଁ ମୋର କାମ କରିନେଉଥିଲି। କିନ୍ତୁ ସେ ଏବେ ମୋ ଆଗରେ ଏମିତି ବ୍ୟବହାର କରୁଥିଲା ଯେମିତି ତା ସହ କିଛି ହୋଇନାହିଁ, ଯେମିତି ସେ କିଛି ଜାଣିନି। ଏଇଭଳି ସେ ମୋ ସହିତ ବ୍ୟବହାର କରୁଥିଲା। ତାର ଏହି ବ୍ୟବହାର ପାଇଁ ଆମ ଭିତରେ ଗଢ଼ି ଉଠିଥିବା ନୂଆ ସମ୍ପର୍କ ବିଷୟରେ କାହାକୁ ବି ଜଣାପଡ଼ିଲା ନାହିଁ। ସେଥିପାଇଁ ମୁଁ ବହୁତ ଖୁସି ଥିଲି। ଆଉ ତାପରେ ମୁଁ ତା ସହ ଅନେକ ଥର ଏମିତି ସେହିପରିକା ଘିଆଘିଇ କରିଛି। ମୁଁ ତା ସହ ଘିଆଘିଇର ପୁରା ମଜା ଉଠେଇଲି। ଆଉ ଏବେ ମୁଁ ଅନୁଭବ କରୁଛି ପ୍ରଥମ ଥର ଘିଆଘିଇ ତାକୁ ଏତେ କଷ୍ଟ କାହିଁକି ଦେଲାନି। କିନ୍ତୁ ହଁ, କିଛି ଦିନ ପରେ ମୋତେ ଓ ମୋ ମାମୁଁ ଝିଅର ଥିବା ସମ୍ପର୍କ ବିଷୟରେ ଜଣାପଡ଼ିଗଲା। ସେଥିପାଇଁ ସେ ଗୋଟେ ଭଲ ପିଲା ଦେଖି ତାର ବିବାହ, ତାକୁ ବାହାଘର ଜଲ୍ଦି କରିଦେଲେ। ଆଉ ଏବେ ସେ ଯେବେ ଆମ ଘରକୁ ଆସେ, ମୌକା ଦେଖି ଦେଖି ମୋତେ ତାର ବିଆ ଦେଖାଏ, ଆଉ ମୁଁ ତାର ବିଆ ଗାଣ୍ଡି ଚାଟି ତାକୁ ମନ ଇଚ୍ଛା ନିର୍ଦ୍ଧୁମ ଦିଏ। ତ ଦର୍ଶକ ବନ୍ଧୁ, ଏଇ ଥିଲା କାହାଣୀ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଆପଣଙ୍କ ମତାମତ ନିହାତି ଜଣାଇବେ। ଆଉ ହଁ, କାହାଣୀ ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। ଆଉ ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇନାହାନ୍ତି, ତାହେଲେ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ପିନ୍ କରାହେଇଛି। ଜଲ୍ଦି ଯାଇକି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ। ଏଠି ତ ମୁଁ ଆପଣମାନଙ୍କୁ ଆଉ କିଛି କହିପାରିବିନି। ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ, ତାପରେ ଆପଣ ଜାଣିପାରିବେ ଟେଲିଗ୍ରାମରେ ଆମର କ'ଣ କ'ଣ ସବୁ ଉପଲବ୍ଧ ଅଛି। ଆଜି ପାଇଁ ଏତିକି, ରହୁଛି। ଧନ୍ୟବାଦ।